ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ ବା ଆର୍ମି କେବେ ଓ କେଉଁଠି ଗଠିତ ହୋଇଥିଲା? 1924 ଖ୍ରୀଷ୍ଟାବ୍ଦରେ କାନପୁର ଠାରେ। 2. ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ର ପ୍ରତିଷ୍ଠାତା କିଏ ଥିଲେ? ସଚିନ୍ଦ୍ରନାଥ ସନ୍ୟାଲ। 3. ଭାରତ ନୌଜବାନ ସଭା କେବେ ଓ କେଉଁଠି ଗଠିତ ହୋଇଥିଲା? 1926 ଖ୍ରୀଷ୍ଟାବ୍ଦରେ ଲାହୋର ଠାରେ। 4. ଭାରତ ନୌଜବାନ ସଭାର ପ୍ରତିଷ୍ଠାତା କିଏ ଥିଲେ? ଭଗତ ସିଂ। 5. ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ ଆର୍ମି କେବେ ଓ କେଉଁଠି ଗଠିତ ହୋଇଥିଲା? 1928ରେ ଦିଲ୍ଲୀ ଠାରେ। 6. ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ର ପ୍ରତିଷ୍ଠାତା କିଏ? ଚନ୍ଦ୍ରଶେଖର ଆଜାଦ। ଧନ୍ୟବାଦ।